ତେବେ ଦର୍ଶକ ବନ୍ଧୁ ରାଗରେ ଜଳିଛି ବାଂଲାଦେଶ କ୍ରିକେଟ ବୋର୍ଡ। ବିଶ୍ୱକପ୍ ଖେଳିବାକୁ ଆସିବେନି ଭାରତ। ସେପଟେ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି। ତେବେ ଦର୍ଶକ ବନ୍ଧୁ ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରେହମାନଙ୍କ ଆଇପିଏଲ୍ ରିଲିଜ୍ ପରେ ଖେଳାଳିଙ୍କ ସୁରକ୍ଷା ଚିନ୍ତାକୁ ଦର୍ଶାଇ ଏବଂ ଆଇସିସିକୁ ସେମାନଙ୍କର ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରି ବାଂଲାଦେଶ 2026 ଟି20 ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବାକୁ ମନା କରିଦେଇଛି। ତେବେ ବାଂଲାଦେଶ କ୍ରିକେଟ ବୋର୍ଡ ନିଶ୍ଚିତ କରିଛି ଯେ ବାଂଲାଦେଶ 2026 ଟି20 ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବ ନାହିଁ। ତେବେ ଆଇପିଏଲ୍ରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ଏବେ ରାଗରେ ଜଳିଛି ବାଂଲାଦେଶ କ୍ରିକେଟ ବୋର୍ଡ। ଅନେକ ବାଦ ବିବାଦ ପରେ ତାଙ୍କୁ ଶନିବାର ଦିନ କୋଲକାତା ନାଇଟ୍ ରାଇଡର୍ସ ରିଲିଜ୍ କରିଦେଇଥିଲା। ଏବେ ସେଠାକାର କ୍ରିକେଟ ବୋର୍ଡ ଟି20 ବିଶ୍ୱକପ୍ ମୁକାବିଲାର ଖେଳସୂଚୀ ପରିବର୍ତ୍ତନ ପାଇଁ ଦାବି କରିଛି। ତେବେ ଫେବୃଆରୀ ମାସରେ ଟି20 ବିଶ୍ୱକପ୍ ଖେଳାଯିବ, ଯାହାର ଆୟୋଜକ ହେଉଛନ୍ତି ଭାରତ ଏବଂ ଶ୍ରୀଲଙ୍କା। ତେବେ ପାକିସ୍ତାନ ଏବଂ ଭାରତ ବିପକ୍ଷ ମୁକାବିଲା ଶ୍ରୀଲଙ୍କାରେ ଖେଳାଯିବ ଏବଂ ବାଂଲାଦେଶ ନିଜ ମ୍ୟାଚ୍କୁ ଭାରତ ବଦଳରେ ଶ୍ରୀଲଙ୍କାକୁ ପରିବର୍ତ୍ତନ ପାଇଁ ଦାବି କରିଛି। ଯଦିଓ ପ୍ରାରମ୍ଭରେ ଆଇସିସି ସହିତ 3ଟି ପ୍ରସଙ୍ଗ ଉଠାଇବାକୁ ଯୋଜନା ଥିଲା, କିନ୍ତୁ ବାଂଲାଦେଶ କ୍ରିକେଟ ବୋର୍ଡ ଶେଷରେ କେବଳ ଗୋଟିଏ ଆନୁଷ୍ଠାନିକ ଦାବି ଦଖଲ କରିଛି। 17 ଜଣ ବିସିବି ନିର୍ଦ୍ଦେଶକ ଏକାଠି ହୋଇ ଟି20 ବିଶ୍ୱକପ୍ ସମ୍ପର୍କରେ ଏକ ନୂତନ ନିଷ୍ପତ୍ତିରେ ପହଞ୍ଚିଥିଲେ, ଯେଉଁଥିରେ ବାଂଲାଦେଶ ଭାରତୀୟ ମାଟିରେ ଏହାର କୌଣସି ବିଶ୍ୱକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ କହି ରଖୁଛି ଯେ ଶନିବାର ଦିନ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବାଂଲାଦେଶୀ ପେସରକୁ ଆଇପିଏଲ୍ରୁ ମୁକ୍ତ କରିବାକୁ ଫ୍ରାଞ୍ଚାଇଜକୁ ଅନୁରୋଧ କରିବା ପରେ କେକେଆର୍ ମୁସ୍ତାଫିଜୁରକୁ ମୁକ୍ତ କରିଥିଲା। ଡିସେମ୍ବର 2025ରେ ଆଇପିଏଲ୍ 2026 ମିନି ନିଲାମରେ କେକେଆର୍ ମୁସ୍ତାଫିଜୁରକୁ 9.20 କୋଟି ଟଙ୍କାରେ ଚୁକ୍ତିବଦ୍ଧ କରିଥିଲା, ଯାହା ପ୍ରାରମ୍ଭରେ ଏହାର କ୍ରିକେଟ ମୂଲ୍ୟ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲା, କିନ୍ତୁ ପରେ ଏହାକୁ ନେଇ ପଡ଼ିଆ ବାହାରେ ବିବାଦରେ ଫସି ଯାଇଥିଲା। ତେବେ ଆସିଫ ନଜରୁଲ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ ଏହି ଘଟଣାକୁ ନିଶ୍ଚିତ କରିବା ସହ ଭାରତ ଯାତ୍ରା କରିବାକୁ ଦେଶର ଅନିଚ୍ଛାକୁ ଦୋହରାଇ ଦେଇଛନ୍ତି। ନଜରୁଲ ଲେଖିଛନ୍ତି, ବାଂଲାଦେଶ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯିବ ନାହିଁ। ବାଂଲାଦେଶ କ୍ରିକେଟ ବୋର୍ଡ ଆଜି ଏହି ନିଷ୍ପତ୍ତି ନେଇଛି। ଭାରତୀୟ କ୍ରିକେଟ ବୋର୍ଡର ହିଂସାତ୍ମକ ସାମ୍ପ୍ରଦାୟିକ ନୀତି ପରିପ୍ରେକ୍ଷୀରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ତେବେ ଏହିଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏହିଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।